କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଭିଡିଓରେ ଆମେ ଆଜାଦ ହିନ୍ଦ ଫୌଜ ବିଷୟରେ ଜାଣିବା। ଆଜାଦ ହିନ୍ଦ ଫୌଜ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ଲଢ଼ିବା ପାଇଁ ପ୍ରତିଷ୍ଠିତ ହୋଇଥିଲା। ଏହାକୁ ପ୍ରାରମ୍ଭିକ ଭାବରେ 1942 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀମାନଙ୍କ ସମର୍ଥନରେ କ୍ୟାପ୍ଟେନ୍ ମୋହନ ସିଂଙ୍କ ଦ୍ୱାରା ଗଠିତ ହୋଇଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପରେ ଆଇଏନ୍ଏକୁ ପୁନର୍ଗଠିତ ଏବଂ ନେତୃତ୍ୱ ନେଇଥିଲେ। ଏହାକୁ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ଶକ୍ତିଶାଳୀ ଶକ୍ତି କରିଥିଲେ। ବୋଷଙ୍କ ଦ୍ୱାରା ଲୋକପ୍ରିୟ ଜାହିନ୍ଦ ସ୍ଲୋଗାନ ଭାରତୀୟମାନଙ୍କ ପାଇଁ ଏକ ଦେଶପ୍ରେମୀ ହୁଙ୍କାର ପାଲଟିଥିଲା। ସେନାର ମୂଳମନ୍ତ୍ର ଥିଲା ଏକତା, ବିଶ୍ୱାସ, ବଳିଦାନ। ବ୍ରିଟିଶ ଏବଂ ମିତ୍ର ବାହିନୀ ବିରୁଦ୍ଧରେ ଲଢ଼ିବା ପାଇଁ ଆଇଏନ୍ଏ ସୈନିକମାନଙ୍କୁ ଜାପାନ ଦ୍ୱାରା ତାଲିମ ଏବଂ ସଜ୍ଜିତ କରାଯାଇଥିଲା। ଝାନ୍ସୀର ରାଣୀ ରେଜିମେଣ୍ଟ ଏବଂ ସମ୍ପୂର୍ଣ୍ଣ ମହିଳା ଯୁଦ୍ଧ ୟୁନିଟ୍ ଆଇଏନ୍ଏର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଆଇଏନ୍ଏ ବର୍ମା ଏବଂ ଉତ୍ତର ପୂର୍ବ ଭାରତରେ ଇମ୍ଫାଲ ଏବଂ କୋହିମା ଯୁଦ୍ଧ ସମେତ ଜାପାନୀ ସେନା ସହିତ ଲଢ଼ିଥିଲା। ପ୍ରାରମ୍ଭିକ ବିଜୟ ସତ୍ତ୍ୱେ ଆଇଏନ୍ଏ ଯୁଦ୍ଧରେ ଜାପାନ ଦୁର୍ବଳ ହେବା ସହିତ ପରାଜୟ ବରଣ କରିଥିଲା। 1945 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ଆତ୍ମସମର୍ପଣ ସହିତ ଆଇଏନ୍ଏ ମଧ୍ୟ ଭାଙ୍ଗିଗଲା। ଅନେକ ଆଇଏନ୍ଏ ସୈନିକଙ୍କୁ ବ୍ରିଟିଶମାନେ ଦିଲ୍ଲୀର ଲାଲକିଲ୍ଲାରେ ବନ୍ଦୀ କରି ବିଚାର ପାଇଁ ରଖିଥିଲେ। ଆଇଏନ୍ଏ ମାମଲାର ଶୁଣାଣି ସାରା ଭାରତରେ ବିଶାଳ ପ୍ରତିବାଦର କାରଣ ହୋଇଥିଲା, ଯାହା ଲୋକଙ୍କୁ ବ୍ରିଟିଶ ଶାସନ ବିରୁଦ୍ଧରେ ଏକତ୍ରିତ କରିଥିଲା। ଏହି ମାମଲାର ଶୁଣାଣି ଭାରତର ସ୍ୱାଧୀନତା ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଦେଶବ୍ୟାପୀ ଅଶାନ୍ତି ଏବଂ ବ୍ରିଟିଶମାନେ ଅଧିକାଂଶ ଆଇଏନ୍ଏ ସୈନିକଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ। ଆଇଏନ୍ଏ ପ୍ରମାଣ କରିଥିଲା ଯେ ଭାରତୀୟମାନେ ବାହ୍ୟ ଶକ୍ତି ଉପରେ ନିର୍ଭର କରିବା ଅପେକ୍ଷା ନିଜସ୍ୱ ସ୍ୱାଧୀନତା ପାଇଁ ଲଢ଼ିପାରିବେ। ଆଇଏନ୍ଏର ଐତିହ୍ୟ ଭବିଷ୍ୟତ ପିଢ଼ି ମଧ୍ୟରେ ଦେଶପ୍ରେମ ଏବଂ ସାହସକୁ ପ୍ରେରଣା ଦେଇଥିଲା। ଆଜି ଆଇଏନ୍ଏର ପ୍ରବୀଣମାନଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଭୂମିକା ପାଇଁ ସମ୍ମାନିତ କରାଯାଏ। ଆଇଏନ୍ଏର ପ୍ରୟାସ 1947 ମସିହାରେ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ଆମ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡ଼ିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ମିଶିକି ପଢ଼ିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବାକୁ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।